ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟ ଏହି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଏକ ମାଇଲ ଖୁଣ୍ଟ। ଏହି ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ସରକାରୀ ଏବଂ ବେସରକାରୀ ସ୍ତରରେ ବିଭିନ୍ନ ପଦପଦବୀରେ ରହି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। ଶିକ୍ଷାର ବିକାଶ ପାଇଁ ଏହି ମହାବିଦ୍ୟାଳୟ ଅତ୍ୟାଧୁନିକ ପଦ୍ଧତିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ସ୍ଥାନ ପାଇପାରିଛି। ଶିକ୍ଷାକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ କେମିତି ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ହୋଇପାରିବେ ଏବଂ ସାମାଜିକ କ୍ଷେତ୍ରରେ କେମିତି ଏକ ସେବା ମନୋଭାବର ଇଚ୍ଛାଶକ୍ତି ନେଇ ଆଗକୁ ଯାଇପାରିବେ ସେଥିପ୍ରତି ଦୃଷ୍ଟି ଦେଇଥାଏ। ଗୁଣାତ୍ମକ ଶିକ୍ଷା ସହିତ ସେବା, ସ୍ୱାସ୍ଥ୍ୟ, କ୍ରୀଡ଼ା ଏବଂ ସଂସ୍କୃତି ପରମ୍ପରାର ଶିକ୍ଷା ପାଇ ମହାବିଦ୍ୟାଳୟରୁ ବାହାରିଥିବା ଛାତ୍ରଛାତ୍ରୀମାନେ ସମାଜରେ ଏକ ସୁନାଗରିକର ପରିଚୟ ପାଇଥାନ୍ତି। ଶିକ୍ଷାଦାନ କରିବାରେ ଏହି ଖଡ଼ିଆଳ ମହାବିଦ୍ୟାଳୟ ନୂଆପଡ଼ା ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବ ସୃଷ୍ଟି କରିଥିବା ବେଳେ ଖୁବ୍ ମହାସମାରୋହରେ ପାଳିତ କରିଛି ତାର 47ତମ ବାର୍ଷିକ ଉତ୍ସବ। ଖଡ଼ିଆଳର ଏହି 47ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ବାର୍ଷିକ ଉତ୍ସବରେ ଶିକ୍ଷାର ବିକାଶ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ଖୁବ୍ ମହାସମାରୋହରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଥିବା ବେଳେ ଏହି ବାର୍ଷିକ ଉତ୍ସବ ପାଳନ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଖୁବ୍ ଖୁସି ଅନୁଭବ କରିଥିଲେ। ଏହି ବାର୍ଷିକ ଉତ୍ସବ ମହାବିଦ୍ୟାଳୟର ଏକ ମୁଖ୍ୟ କାର୍ଯ୍ୟକ୍ରମ ହୋଇଥିବା ବେଳେ କେମିତି ଶୃଙ୍ଖଳା ଏବଂ ଉଚ୍ଚକୋଟୀର ହୋଇପାରିବ ସେଥିପାଇଁ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତତ୍ପର ରହିଥିଲେ। ବାର୍ଷିକ ଉତ୍ସବ ଆୟୋଜନ ପୂର୍ବରୁ ପ୍ରସ୍ତୁତି ବୈଠକ କରି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଏକ ଶୃଙ୍ଖଳିତ ପରିବେଶରେ ଖୁବ୍ ମହାସମାରୋହରେ ପାଳିତ କରାଯାଇଛି। ଏହି ପବିତ୍ର ଉତ୍ସବରେ ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଖୁବ୍ ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଭୁବନେଶ୍ୱର କିସ୍ ବିଦ୍ୟାଳୟର ଦେବହୂତି ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ଖଡ଼ିଆଳ ନଗର ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ପରିଚାଳନା ସଭାପତି ବିଶ୍ୱଜିତ ପାଢ଼ୀ, ଯୁକ୍ତ 2 ଅଧ୍ୟକ୍ଷ ରଣବୀର ସିଂ, ବ୍ୟଙ୍ଗକବି ବିରଞ୍ଚି ନାରାୟଣ ମୁଣ୍ଡ ଯୋଗ ଦେଇଥିଲେ। ଖୁବ୍ ଶାନ୍ତି ଶୃଙ୍ଖଳା ଏବଂ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଖଡ଼ିଆଳର ଏହି ସ୍ୱୟଂଶାସିତ ମହାବିଦ୍ୟାଳୟ ତାର 47ତମ ବାର୍ଷିକ ଉତ୍ସବକୁ ମହାସମାରୋହରେ ପାଳନ କରିଛି। ଏହି ବାର୍ଷିକ ଉତ୍ସବକୁ ଉପଭୋଗ କରିବା ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିବା ବେଳେ ବୁଦ୍ଧିଜୀବୀ ଏବଂ ସାଧାରଣ ଜନତାଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ଜନଗହଳିପୂର୍ଣ୍ଣ ମଧ୍ୟରେ ଏବର୍ଷ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ତାର ବାର୍ଷିକ ଉତ୍ସବକୁ ଭିନ୍ନ ଏକ ପରିବେଶ ମଧ୍ୟରେ ପାଳନ କରିଛି। ଏହି ବାର୍ଷିକ ଉତ୍ସବରେ ଛାତ୍ର କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଗୀତା ପ୍ରିୟମ୍ବଦା ମଞ୍ଚ ପରିଚାଳନା କରି ବାର୍ଷିକ ଉତ୍ସବକୁ ଉତ୍ସବ ମୁଖରିତ କରିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।